ପୋଖରା କତିରେ ଆସି ପହଞ୍ଚି ଯାଇଛନ୍ତି। ଆଜି ମାଛ ଝୋଳ ହବ? ହବ। ହଁ ହବ। ଜାଲ ଖେପା ପଡ଼ିଛି, ତା ଭିତରେ ଦେଖନ୍ତୁ କିଭଳି ଭାବରେ ମାଛ ଖେଳ ହେଉଛି ଦେଖନ୍ତୁ। ଭଣଜା ଭାଣିଜୀ ସମସ୍ତେ ପୁରା ଖୁସି। ପୁଅ ଖୁସି, ମାଛ ଆଜି ହବ। ଆଉ ସେପଟେ କି ମାଛ ଖାଇବ? ରୋହି ମାଛ। ଆମ ପୋଖରୀରେ ରୋହି ମାଛ ଅଛି। ତୋର କି ମାଛ ପୁଅ? ତୋର କି ମାଛ ଖାଇବୁ? ଭାକୁର। ସୋନୁଆ ତୋର କି ମାଛ ଟେଷ୍ଟ ବେଶୀ? ଜାଲ ସିଏ ସବୁ ଛୁଟିଆ ଛୁଟିଆ ତା ଶୁଣ ପୁରା। हाय फ्रेंड, जय जगन्नाथ। शुभ सकाळ। वर्तमान मु अच्छी आम घरे सकाल सकाल बर्तमान उठिली उठला पर बर्तमान मु घरे अच्छी जेहेतु आज हूँ रविवार स्पेशल डे तेणुक घरे बंधुबास सब अच्छा तेणुक बर्तमान पोखरी आज जाल पड़ो आसले आम पुआरिया निश्चिंत भाव में बर्तमान जावा बर्तमान जेहेतु आम पोखरी पाखे सका खरा जोरसोर देखु ये हूँ आम पोखरी खासकर जेहेतु बंधुबास आज समस्ते अच्छा घरे खासकर भणजा भाणीजी स्पेशली बर्तमान आज पोखरी माछ धरा भाव में निश्चिंत भाव में ब्लॉग टी कंटिन्यू करेंगे और खासकर सब्सक्राइब करदे पाखे थी बेल आइकन टी बजेदेवे चलतु आज ब्लॉग टी स्टार्ट करवा। बर्तमान पोखरी पाखे ही रेडी हो जाल पकड़ापी चलतु बर्तमान ब्लॉग टी देखा। देखु बर्तमान आम सका सका तो आरंभ हो जाए जाल पका देखु बर्तमान किभली भाव में पोखरी पड़ुची। ये तो आम बाड़ी पोखरी जे कि सब प्रकार पणा छड़ा भाकुड़ रुई बाल एवं इमती देसी माछ किसी अच्छा बर्तमान आम जेहेतु रविवार अच्छी तेणुक आज सब बंधुबास कि सब आम से हिसाब से आज बर्तमान जाल पड़ुची भर्ती होती जाम अच्छे पोखर कम समय पकड़े आम माछटा टार्गेट हो जाए। दिन भी मुझे देखी कि भाव में माछ दि चार खेपार टार्गेट आम पाखापाखि 5 किलो होता आज बर्तमान आस माछ पड़े छनुआ खोलिया टाणु चार 5 खेपा पकड़ जाल रोनी खुश इहोरी भाकुड़ गुटिया गुटी तो माने दिला दिख ना फोन कर फाइनल बर्तमान देखो बर्तमान माछ जाल माध्यम धरा पड़िया दुईटा होगा बर्तमान गुजीर भाई जाल पकड़ पोखरी पुना भाई जाल पकड़ पोखरी नड़िया भांगा टाणुव से अच्छी अच्छी टाइम टाइम दिया ना आउ ये टाइम सी अधंटा पकड़ तू अधंटा पकड़ और थिले नड़िया भंगा नागिला ना बांध जाल उड़ा है टोटली छोटे छाड़ दे कोडा के बड़ी नहीं आपे पे बढ़ियो क्या बड़ी एटा केट मामन साड़ी कौन बड़ी
ଦେଲୁ ଫାଇନାଲି ବର୍ତ୍ତମାନ ଆମର ଜାଲ ପକା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି ଜୋରସୋରରେ ଯେହେତୁ ଆଜି ରବିବାର ଅଛି ଆଉ ଭଲ ବାର ଅଛି ତେଣୁକରି ବନ୍ଧୁବାସ ମଧ୍ୟ ଘରେ ସବୁ ଅଛନ୍ତି ଆମର ଗୋଟେ ଦେଖନ୍ତୁ ଭଡ଼ା ଝାଟିଆ ହେଇଛି ଗଛ ମୂଳ ଆଉ ସୁନା ଦେଖନ୍ତୁ ମାଛ ଖିଆ ଯିବ ଆଜି ମାଛ ଆମର ଗୋଟେ ଦେଖନ୍ତୁ ଭଡ଼ା ଅଛି ତାଙ୍କର ବର୍ତ୍ତମାନ ମାଛ ଦେଖିବା ପାଇଁ ଭାରି ଇଣ୍ଟରେଷ୍ଟ ଆଉ ଏପଟେ ତ ଆମର ସନୁଆ ଯେତେବେଳେ ଆମର ମାଛ ଧରା ଯିବ ସେ ସନୁଆ ଆମର ଆସିକି ସିଧା ପୋଖରୀ ପାଖରେ ପହଞ୍ଚିଯିବ ଆଉ ସିଏ ଆମର କିଛି ହେଲ୍ପ କରୁଛନ୍ତି ପଟରେ ଆମର ଦେଖନ୍ତୁ ଭଣଜା ଭାଣିଜୀ ମଧ୍ୟ ସିଏ ମାଛ ଧରା କତିରେ ଆସି ପହଞ୍ଚି ଯାଇଛନ୍ତି ଆଉ ମାଛ ଝୋଳ ହବ ହବ ଆଉ କିଛି ଆମର ଘରେ ଅଛନ୍ତି ବନ୍ଧୁ ଆମେ ନାତି ଆଇ ପଡ଼ି ପଡ଼ି ସିଏ ପଳେଇଲାଣି ଗୁଳଉଥିଲା ପଳେଇଲାଣି ଦେଖେ ନା ବି ହବନି କାହିଁ ସିଏ ସବୁ ଛୁଟିଆ ତା ଶୁଣ ପୁରା ଘର ସମୁଦ୍ର 2-3ଟା ପଡ଼ିଛି କହିଲା ଆମ ଜାଲ ସେଇଟା 2ଟା ଦରକାର এইটা ছাড় ଏଇଟା ସବୁ ଛଡ଼ା এটা ହବ ছাড় ଆରେ ମୁଗୁନି শোনো তো খুব আর দিন ମୋର কোনো খুব আর ছুটিয়া বালটা আছে ଗୋଟିଏ ଧରିକି ଭାଉ ମାର ଏ ପୁଅ ସେଇଟା ଥାଉ ସେ ଥଳିଆ ଆଣେ ସିଏ ଥାଉ ତା ଦେହର ଏଇ ଥଳିଆ ନେଇକି ୱାଓ ଦେଖନ୍ତୁ ରୁଇ ଗ୍ଲାସ୍ କପ୍ ୱାଓ ଦେଖନ୍ତୁ ରୁଇ ଗ୍ଲାସ୍ କପ୍ କାଦୁଅ ମାଛ ଧରତେ ତାର ଇଣ୍ଟରେଷ୍ଟ ଦେଖୁଛି ମାଛ ଧରତେ ଭାରି ଇଣ୍ଟରେଷ୍ଟ ତାର এই লো না সে তাও তাহলে সে ভারী হলে পুরো ଆଉ ନାହିଁ ଶଙ୍କୁରା ମାଧିଆ ଶଙ୍କୁରା ମାଧିଆ ରୁଦୁ ପଳେଇଛି ସେଥିପାଇଁ ଖାଲି ଡିଆ ମାରିଥାନ୍ତା ଏଇଠି ଖାଲି ମାଛ ଦୌଡ଼ ଦେଖିଥାନ୍ତା ପାଖାପାଖି ଆମର 5 କିଲୋ ଭଳିଆ ମାଛ ଧରା ସରିଲାଣି କାହିଁକିନା ଯେହେତୁ ଆଜି ଟିକେ ଅଧିକ ଲୋକ ଅଛନ୍ତି ତେଣୁକରି ଟିକେ ଅଧିକ ମାଛ ଧରିବାକୁ ପଡ଼ିବ ତେଣୁକରି ବର୍ତ୍ତମାନ ଜାଲ ଆମର ପୁଣି ପଡ଼ିଲା 5 କିଲୋ ହେବନି ଆଉ କାହିଁକିନା ଅଧିକ ଲୋକ ବନ୍ଧୁ ଆସିବା ସବୁ ଅଛନ୍ତି ଘରେ ବର୍ତ୍ତମାନ ପାଖାପାଖି ଆମେ 8 କିଲୋ ଭଳିଆ ମାଛ ହିଁ ଧରିବୁ ଆଉ ନିଶ୍ଚିତ ଭାବରେ ଆପଣମାନେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଶେଷରେ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ତା ସହିତ ସବସ୍କ୍ରାଇବ୍ କରିବେ ବେଲ୍ ଆଇକନ୍ଟି ବଜାଇବେ ଯାହାଫଳରେ ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣଙ୍କ ପାଖରେ ନୋଟିଫିକେସନ୍ଟି ପହଞ୍ଚିଯିବ ଯାହାଫଳରେ କି ଆପଣ ସାଙ୍ଗେ ସାଙ୍ଗେ ଦେଖିପାରିବେ ଆଉ ଦେଖନ୍ତୁ ବର୍ତ୍ତମାନ କିଭଳି ଭାବରେ ଆମ ପୋଖରୀରେ ବର୍ତ୍ତମାନ ଜାଲ ପଡ଼ୁଛି ଇଏ ହେଉଛି ଆମ ବର୍ଷା କଣ୍ଟିନ୍ୟୁ 2-4 ଦିନ ହେଇଥିଲା ତେଣୁକରି ବର୍ଷା ଯେହେତୁ ହେଇଥିଲା ତେଣୁକରି ପାଣି ଟିକେ ଅଧିକ ହେଇଯାଇଛି ଆଉ ବର୍ତ୍ତମାନ ଆମର ମାଛ ଟିକେ କାହିଁକିନା ଖେଳି ଯାଇଛନ୍ତି ନା ତେଣୁକରି ଶୀଘ୍ର ପଡ଼ୁନାହାନ୍ତି ଜଲ୍ଦି ପଡ଼ିବି ଏପଟରେ ଏଇଥର ପଡ଼ିଛି ବୋଧେ ଦେଖନ୍ତୁ ଜାଲ କ'ଣ ଛାଡ଼ିଦେଲା କି ମାଛ ଖାଇ ରୁଇ ମାଛ ଆମ ପୋଖରୀରେ ରୁଇ ମାଛ ଅଛି ତୋର କି ମାଛ ପୁଅ ତୋର କି ମାଛ ଖାଇବୁ ଭାକୁଡ଼ ସନୁଆ ତୋର କି ମାଛ ଟେଷ୍ଟ ବେଶୀ କଣ୍ଟିଆ କ'ଣ ତ ଯେଉଁ ଆସିବେ ପୋଖରୀ ମୂଷାମୁଇ କଣ୍ଟିଆ ଆଜି ଖାଇବୁ କି କ'ଣ ହେଲା ଆଉ ଏଇଭଳି ଭାବରେ ବର୍ତ୍ତମାନ ଚାଲିଛି ସକାଳୁ ନା ତୋର କ'ଣ ରୁଇ ମାଛ କେଉଁ ମାଛ ବେଶୀ ଭଲ ଖାଉ କୋଉ ମାଛ ଖାଏ କେଉଁ ମାଛ ଖାଉ ଆମ ପୋଖରୀରେ ଗୋଟେ ଶେଉଳ କଟି ଶେଉଳ ଭାକୁର ଅଛି କଟି ଭାକୁର ଏତେ ବଡ଼ ଆଚ୍ଛା
ଅଛନ୍ତି ଆମ ପୋଖରୀର ଅଛନ୍ତି ଏଇଠି ଆସିଲେନି 2 ଦିନ ପରେ ଆସିଲେ। ବର୍ତ୍ତମାନ ଆମର ଭାଣିଜୀ ଆସିଗଲେ ଯେ କି ହଁ ଥାଉ ମାଟି ମାଛ ଧରିଆ ଆଜି ମାଟି ମାଛ ଧରିଆ ଅନେଲ ମାଛ ଧରିଆ ଦେଖାଉଛି ଦେଖିକି ଆସିବେନି ମାଛ ଆଜ୍ଞା। ଯେହେତୁ ଭାଣିଜୀ ଭଣଜା ସବୁ ଉପସ୍ଥିତ ଅଛନ୍ତି ଆଉ ବର୍ତ୍ତମାନ ଆମର ମାଛ ଧରା ଚାଲିଛି। ଥାଉ ଥାଉ ଛାଡ଼ିଦିଅ ବୁଡ଼ୁଆ କାଟୁ ଦେଖ କେଡ଼େ ତୁ ଦେଖ ଅଛି 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 ନା ପଙ୍କ ଏତେ ଦୂର କାଢ଼ିବନି ଜମା ନାହିଁ। ଧାରୁ କାହିଁ ଯାଉଛୁ ଗଡ଼ି ପଡ଼ିବ। ତିନି ଭାଣିଜୀ 2 ଭଣଜା ଆଉ ବର୍ତ୍ତମାନ ତାଙ୍କ ପାଇଁ ଆମର ମାଛ ଧରା ଚାଲିଛି। ଆଉ ଦେଖନ୍ତୁ ବର୍ତ୍ତମାନ ଆମର ପୋଖରୀରେ ଜାଲ ପକା ଚାଲିଛି ଖାସ କରି ଭଣଜା ଭାଣିଜୀଙ୍କ ପାଇଁ ଆଜି ମାଛ ଧରା ଯାଉଛି। ଆଉ 2 ଭଣଜା 3 ଭାଣିଜୀଙ୍କ ପାଇଁ ବର୍ତ୍ତମାନ ମାଛ ଧରା ଚାଲିଛି। ଆଉ ମଧ୍ୟ ସେ ବୁଡ଼ା ଉପରେ ବସିକି ବର୍ତ୍ତମାନ ସମସ୍ତେ ଦେଖୁଛନ୍ତି କେତେ ମାଛ ଧରା ଯାଉଛି କାହିଁକିନା ଛୋଟ ଛୁଆଙ୍କର ବେଶୀ ଇଣ୍ଟରେଷ୍ଟ ଥାଏ ମାଛ ପ୍ରତି ଆଉ ଧରା ହେଲେ ବହୁତ ଇଣ୍ଟରେଷ୍ଟ ମାନେ ମାଛ ଧରିବା ପାଇଁ। ଆଉ ସେପଟରେ ଆମର ସନୁଆ ଯେକି କେତେଲେ ଦାନ୍ତିଆ ଯେକି ପାନ ଛିପ ଖାଇକି ନା ସରି ଇଏ ଗୁଟୁକା ଖାଇକି ପୁରା ଯେମିତି ଦାନ୍ତ ଛେତଲା ପାଟିଆ କରିଦେଇଛି। ଅନେକ ଟିକେ ଅନେଇଦେଲୁ ଦାନ୍ତରେ ଦେଖିଦେଲୁ ସନୁଆ ଟିକେ ଟିକେ ଦେଖ ଦେଖାଉଛୁ ମୁଁ ଛାଡ଼ିବିନି ଏଇଟା ଦେଖା 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 ଖାଲି ଅନଉନୁ ଖାଲି ଅନା ଟିକେ କାହିଁକିନା ବାଲ ଯିଏ ସବୁ ଛୋଟ ସାଇଜର ତେଣୁକରି ବାଲ ଆମେ ଧରୁନୁ ଛୋଟ ଯେହେତୁ ବାଲ ଖାଲି ଆମର ରୋହି ଭାକୁର ଉପରେ ଆଜି କଥାବାର୍ତ୍ତା। ଭାକୁର ମାଛ ଖାଇଦେବେ ମାଟି ମାଟି ମାଛ ଆଜି ଖାଇବା ଖାଇବା କି ମାଛ ଖାଇବା ଖାଇବାନି କି ମାଛ ଖାଇବା ଆସ୍ତେ ଆସ୍ତେ ଟାଣ ପୁରା କାହିଁକିନା ଘାଇକି ଥରେ ପଶିଲା ପରେ ମାଛ ସେ ଆଉ ଯିବନି କୋଉଠୁ। ଟୁଙ୍ଗୁରୁ ଟୁଙ୍ଗୁରୁ ପଡିଛି ତ ଆଗକୁ ମାଇଲା ଗୋଟେ ପପୋଇ ସେ ଟୁଙ୍ଗୁରୁକୁ ଇଏ କରିବ ସେ ଟୁଙ୍ଗୁରୁ ନେଇ ସନୁଆ ଆମର ଦେଖନ୍ତୁ ଇଏ ମାଛ ଗୋଟେ ବାଟା ଛୁଆକୁ ଧରିକି ଆଣିଛି ତୋର ସନୁଆର ତାର ହେଲା ଏଇଟା ବାଟାକୁ ନେଇକି ଯିବ ଦେଖନ୍ତୁ ବାଟା ସହିତ କଣ୍ଟା ମାଛଟା। ଆଉ ବର୍ତ୍ତମାନ ସନୁଆ ଯେ କି ଦେଖନ୍ତୁ ସଫଳ ଖାଇତା ଦାନ୍ତ ଟିକେ ଦେଖି ପୁରା ଦେ ଜାଲ ଖେପା ପଡ଼ିଛି ତା ଭିତରେ ଦେଖନ୍ତୁ କିଭଳି ଭାବରେ ମାଛ ଖେଳଉଛି ଦେଖନ୍ତୁ ପୁରା ଦେଖନ୍ତୁ କେମିତି ଅଛି 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 ତା ଭିତରେ ହେଲା ଇଏ ବଡ଼ ଭାକୁର ନାହାନ୍ତି ଆଉ ନା ଅଛି ଥିବ ପଳେଇନି ପଳେଇଗଲେ ଜଣା ପଡ଼ିଥାନ୍ତା ଯାଇନି ଦେଖ ସେ ଝୁଙ୍କନ୍ତା ନା କ'ଣ ସେ ଲାଷ୍ଟ ଯାଇ ଝୁଙ୍କିବ ନା ସେଇ ଅନା ବି ଦେଖୁଛୁ ପକାନି ହଁ ପକା ସେ ଆଗକୁ ପକା ସେ ସାଇଡ୍ ସେଇଠି ଜାଲ ଗୋଟେ ଆଡ଼ା ରଖିଥାନ୍ତୁ ତାକୁ ଗୋଟେଇଥିଲେ ନା ପଡ଼ିବ ହେ ଅଛି ଅଛି ଦେଖେ କୋଡ଼ା ହନ୍ତାଳୁଛି ଦେଖେ ସନୁଆ ଦେଖିଲୁ ଛୁଟିଆ ସେ କହିଲାଣି ହେଇଯିବ ତାର କ'ଣ ହେଇଯିବ ତାର ଦେଖିବା କାହିଁ ପଳେଇଲା ବି ସେ ଯାଇକି ସନୁଆ ଆମର ପ୍ରତ୍ୟେକ ଦିନ ଯେତେବେଳେ ଜାଲ ପଡ଼େ ସେ ତାର ଆସିବ ମାଛଟି ଦେଖିବ କିନ୍ତୁ ମାଛ ଧରିବ ଆଉ ଧରିଲା ପରେ ତାପରେ ଯାଇକି ସେ କ'ଣ କରିବ ନା ତାର ହେଉଛି ଇଏ ଉଠକ ଦିନ ଟିକେ ନା କାମୁଡ଼ି ଦେବ ଉଠକ ଦିନ ଦେଖିଆ ଭାଇରାଲ ହେଇଯିବ ଭିଡ଼ିଓ ହେଇଯିବ ଦେଖ 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 ସନୁଆ ଆମର ତା କାଦୁଟେ ପୋଷିଦେବ ପୁରା ସନୁଆ ଆମର ହଁ ଚୁପକିନା ଶୋଇଦେବେ ବାସ୍ ସନୁଆ ଆମର ବର୍ତ୍ତମାନ ସାଇଜ୍ କରିକି ଦେଖନ୍ତୁ କିଭଳି ଭାବରେ ବର୍ତ୍ତମାନ ଯେମିତି ଆତଙ୍କବାଦୀଙ୍କୁ ମାରିଲା ପରେ ଯେମିତି ସବୁ ସାଇଜ୍ କରିକି ତାଙ୍କ ଡେଥ୍ ସବୁ ରଖାଯାଏ ସେଇଭଳି ଆମର ସନୁଆ ସାଇଜ୍ କରିକି ରଖୁଛନ୍ତି ଦେଖନ୍ତୁ ଇଏ ହେଉଛି କ'ଣ କରୁଛ ସେପଟରେ ଦେଖନ୍ତୁ ଇଏ ଆମର ଭଣଜା ଭାଣିଜୀ ସମସ୍ତେ ପୁରା ଖୁସି ପୁଅ ଖୁସି ମାଛ ଆଜି ହବ ହଁ
ଆଉ ସେପଟରେ ଆମର ଭାଣିଜୀ ମଧ୍ୟ ପୁରା ଖୁସି ଯେହେତୁ ମାଛ ଦେଖିବା ପାଇଁ ଛୁଆଙ୍କର ବେଶୀ ଇଣ୍ଟରେଷ୍ଟ ଥାଏ ଆଉ ପୁରା ଖୁସିରେ ମାଇଙ୍କୁ ଯେନ୍ ପାଣି ପିଲା ବନ୍ଦ କରି ମଟର ଯେନ୍ କହି ଆସିବେ ଯା 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 ତୁ ମାଇ ମଟର ବନ୍ଦ କର ପାଣି ପିଲା କ ଏତିକି ସବୁ ଆଉ ଦେଖନ୍ତୁ ପାଖାପାଖି ଇଏ ତିନିଟା ରୁଇ ଏକ ପ୍ରକାର ପୁରା ଗୋଟେ ସାଇଜ ଆଉ ସିଏ ଟିକେ ଜଷ୍ଟ ଛୋଟ ଆଉ ଦେଖନ୍ତୁ ବର୍ତ୍ତମାନ କିଭଳି ଭାବରେ ଆଉ ସେପଟରେ ଆମର ଭାଣିଜୀ ଆଉ ଏପଟରେ ଆମର ତ ସନୁଆକୁ ଦାୟିତ୍ୱ ଦିଆହେଇଛି ମାଛଟା କ'ଣ କେମିତି ଆସିକି ବ୍ୟାଗରେ ପଶିବ ସିଏ ବର୍ତ୍ତମାନ ସିଏ ଦାୟିତ୍ୱରେ ଅଛନ୍ତି ଆଉ ବର୍ତ୍ତମାନ ମାଛ ଆମର ଯେହେତୁ ବିକ୍ରି ହବ ନା ଆଉ ମାଛ ଯେହେତୁ କ'ଣ ଆମ ପୋଖରୀର ଯେଉଁ ମାଛ ସବୁ ଅଛନ୍ତି ଯଦି କେହି ନେବା ପାଇଁ ଚାହାନ୍ତି ତାହେଲେ ଯୋଗାଯୋଗ ମଧ୍ୟ କମେଣ୍ଟ ବକ୍ସରେ କରିପାରିବେ।